ନସ ବରଜି ପରସେ ଅମେଧ୍ୟ ଗ୍ରାସ ଦେହେ ମନ୍ଦାକିନି ରଜ ଲଗାଇ ଗ୍ରାମ ସୁକରିକି ହୋଇ ବଗାଇ ଜଗତେ କେବଳ ଜନେ ହସିବେ ଏହି ତହୁଁ ଆଜି ହେଉଛି କବି ସୂର୍ଯ୍ୟ ବଳଦେବ ରଥଙ୍କର ଜନ୍ମ ଜୟନ୍ତୀ। ଆମେ ଅଛୁ ଆଠଗଡ଼ ପାଟଣା ଯେଉଁଠିକି ତାଙ୍କର ଐତିହାସିକ ଜନ୍ମସ୍ଥାନ ଏବଂ ସେଠି ଆଜି ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ କବି ସୂର୍ଯ୍ୟ ବଳଦେବ ରଥଙ୍କର ସ୍ମୃତିଚାରଣ କରାହଉଛି। ଏତେ ବଡ଼ କବି ଗଞ୍ଜାମ ଜିଲ୍ଲାର ବା ସାରା ଓଡ଼ିଶାର ପ୍ରଖ୍ୟାତ କବି ତାଙ୍କର ପୀଠ ଆଜି କେଉଁଠି ନା କେଉଁଠି ଟିକେ ଅବହେଳିତ ହେଲା ପରି ମନେ ହେଉଛି। ଏ ପୀଠକୁ ଉନ୍ନତି କରିବା ପାଇଁ ମଧ୍ୟ ଦାବି ହେଉଛି। ଆମେ ଆଲୋଚନା କରିବା ସିଧାସଳଖ ଭାବେ କବି ସୂର୍ଯ୍ୟ ବଳଦେବ ରଥଙ୍କ ବିଷୟରେ ଇତିହାସ ରଚନା କରିଥିବା ଏଠିକାର ବ୍ୟକ୍ତି ଅଛନ୍ତି ଧରଣୀଧର ବାବୁ, ତାଙ୍କ ସହିତ ଆଲୋଚନା କରିବା। ଭାଇ ଆପଣଙ୍କ ପରିଚୟ? ମୋ ନାଁ ଧରଣୀଧର ବେହେରା, ଆଠଗଡ଼। କଣ କହିବେ କବି ସୂର୍ଯ୍ୟ ବଳଦେବ ରଥ ଆପଣଙ୍କ ଗାଁରେ ଜନ୍ମ ଲାଭ କରିଛନ୍ତି, କେମିତି ଦେଖୁଛନ୍ତି ୟାକୁ? ଦେଖନ୍ତୁ, କବି ସୂର୍ଯ୍ୟଙ୍କର ଜନ୍ମସ୍ଥାନ ଆଠଗଡ଼ ପାଟଣା। ଏତେ ବଡ଼ କବି, ଓଡ଼ିଆ ସାହିତ୍ୟ ଆକାଶର ସୂର୍ଯ୍ୟ କବି ସୂର୍ଯ୍ୟ ବଳଦେବ ରଥଙ୍କର ଜନ୍ମ ବାର୍ଷିକ ପାଳନ କରିବା ପାଇଁ ସରକାର ତା ପ୍ରତି କିଛି ପ୍ରୋତ୍ସାହନ ରାଶି ରଖି ନାହାନ୍ତି। ଯେପରି ଓଡ଼ିଶାର ବିଭିନ୍ନ କବି ଏବଂ ଯୋଉମାନେ ବରପୁତ୍ର ମାନଙ୍କର ଜନ୍ମଦିନ ପାଳନ କରିବା ପାଇଁ ସରକାରଙ୍କର କିଛି ଗୋଟେ ଆର୍ଥିକ ପ୍ରୋତ୍ସାହନ ରାଶି ରହିଥାଏ, କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ କବି ସୂର୍ଯ୍ୟଙ୍କର ଜନ୍ମଦିନ ପାଳନ କରିବା ପାଇଁ, ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ତାଙ୍କ ପାଇଁ କୌଣସି ଉତ୍ସାହନ ପ୍ରୋତ୍ସାହନ ରାଶି ରଖି ନାହାନ୍ତି। ପ୍ରଥମ କଥା, ଏବଂ ଆଠଗଡ଼ ପାଟଣା ତାଙ୍କର ଯୋଉ ଐତିହାସିକ ଜନ୍ମସ୍ଥଳ ଅଛି ତାହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଏହାକୁ ଐତିହ୍ୟ ଗ୍ରାମର ମାନ୍ୟତା ଦିଆଯାଉ ଏବଂ ତା ସହିତ କବି ସୂର୍ଯ୍ୟଙ୍କର ଜନ୍ମ ମାଟିକୁ ପାରିପାର୍ଶ୍ୱିକ ଉନ୍ନତି କରିବା ପାଇଁ ଆମେ ଅଞ୍ଚଳବାସୀ ସରକାରଙ୍କ ପାଖରେ ଦାବି ଦୀର୍ଘ ଦିନ ହେଲା ରଖି ଆସୁଛୁ। ଆଜି ହେଉଛି କବି ସୂର୍ଯ୍ୟଙ୍କର ଜନ୍ମଦିନ। ତାଙ୍କର ଆଜି ସ୍ମୃତି ସ୍ତମ୍ଭ ପାଖରେ ଆମ ଆଠଗଡ଼ ପାଟଣାର ବହୁ ଜନସାଧାରଣ ଆସି ତାଙ୍କର ଜନ୍ମକୁ ଜୟନ୍ତୀକୁ ପାଳନ କରିବା ଉଦ୍ଦେଶ୍ୟରେ ତାଙ୍କର ସ୍ମୃତି ଚାରଣ କରି ତାଙ୍କର କଥାକୁ ଏବଂ ତାଙ୍କର ଲେଖନୀ ମାଧ୍ୟମରେ ଲେଖି ଯାଇଥିବା ଅନ୍ୟ କାବ୍ୟ କବିତା ଏବଂ ଭଜନ ଚଳନା ଚୌପଦିଶାକୁ ଆମେ ଆଲୋଚନା କରିଥିଲୁ। ଶେଖର ମହାନ୍ତି, ଆଠଗଡ଼ ଗ୍ରାମବାସୀ। ବାହୁଲ୍ୟ ହେଇ ଯେ ପିଲାମାନଙ୍କୁ ଛାତ୍ରମାନଙ୍କୁ ପିଲାବେଳେ ଯେମିତି ପାଠ ପଢ଼ାଯାଏ, ଆମକୁ ବି ପିଲାବେଳେ ଆମର ସାର୍ ମାନେ ପାଠ ପଢ଼ାଇଥିଲେ। ପିଲେ ବଙ୍ଗୋପସାଗର ଦେଖିଛ? ନାଇଁ ସାର୍। ଦେଖ 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 ମାନଚିତ୍ରରେ ଦେଖ, ଇଏ ହେଉଛି ବଙ୍ଗୋପସାଗର। ପିଲେ ବାଘ ଦେଖିଛ? ଦେଖ ଦେଖ ଦେଖ, ଏଇ ଦେଖ ବାଘ, ଇଏ ହେଉଛି ବିରାଡ଼ି, ତାର ଭଣଜା। ଆଜି ଆମେ ଠିକ୍ ସେ ପ୍ରକାର ଅନୁଭବ କରୁଛୁ ଏହି ଗ୍ରାମରେ ପଡ଼ି, ଯାହାକି କର୍ପୂର ଉଡ଼ି ଯାଇଛି, କନାଟି ପଡ଼ି ରହିଛି। ତାକୁ ଆମେ ସୁଭାଷିତ ଭାବରେ କବି ସୂର୍ଯ୍ୟଙ୍କର ଜନ୍ମପୀଠରେ ଆମେ ଯେଉଁ ଆଜି ପାଳନ କରୁଛୁ ଜନ୍ମ ଜୟନ୍ତୀ, ପୂଜ୍ୟ ପୂଜାର ସମ୍ମାନ ଦେଇ, କିନ୍ତୁ କହିବାକୁ ଗଲେ ବାସ୍ତବିକ ଏହି ଗ୍ରାମର କୌଣସି ପ୍ରକାର ଉନ୍ନତି ନାହିଁ, ଯାହା ପଡ଼ି ରହିଛି ଅନ୍ଧକାର ମଧ୍ୟରେ। ଆମେ ଏଇ ମାଧ୍ୟମରେ, ଆପଣଙ୍କର ମିଡ଼ିଆ ମାଧ୍ୟମରେ ସରକାରଙ୍କୁ ଏବଂ ଯେଉଁମାନେ ନେତୃବୃନ୍ଦମାନେ ଅଛନ୍ତି ସେମାନଙ୍କୁ ଅନୁରୋଧ କରୁଛୁ ଏ ଗ୍ରାମର ଯେପରି ଭବିଷ୍ୟତ ଉନ୍ନତି ହେବ ଏବଂ ଏହାକୁ ଐତିହ୍ୟ ଗ୍ରାମର ମାନ୍ୟତା ଦିଆଯାଉ, ଯାହାକି ଆଠଗଡ଼ରେ କବି ସୂର୍ଯ୍ୟଙ୍କର ଜନ୍ମସ୍ଥଳୀ ଏବଂ ତାଙ୍କର ସମାଧିପୀଠ ଆପଣମାନେ ଦେଖିପାରୁଛନ୍ତି। ସେଇଠି ଆମେ ଆଜି ପୂଜ୍ୟ ପୂଜା କରିଛୁ ଏବଂ ଆଜିକି କତିପୟ ଦିନ ମଧ୍ୟ କରି ଆସିଅଛୁ। ଜଗବନ୍ଧୁ ଭୋଳ, ଆଠଗଡ଼ ବାସିନ୍ଦା। ବହୁତ ଆଗରୁ ଆଜ୍ଞା ବିକଶିତ ହେବା କଥା, କିନ୍ତୁ ସରକାରଙ୍କର ଅବହେଳାରେ ହଉ ବା କେଉଁଠି ନା କିଛି ଅସୁବିଧା ହଉ ତ ହେଇପାରିଲା ନାହିଁ। ବାରମ୍ବାର ଆମେ ମଧ୍ୟ ଅଭିଯୋଗ କରୁଛୁ ପ୍ରଶାସନ ପାଖରେ, ସରକାରଙ୍କ ପାଖରେ। ତା ପାଇଁ ମଧ୍ୟ ଯୋଡ଼େ ଘର ତିଆରି ହେଇଛି କବି ସୂର୍ଯ୍ୟ ସାହିତ୍ୟ ସଂସଦ ତରଫରୁ। ତାଙ୍କର ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ, ତାଙ୍କର ସ୍ମୃତି ରଖିବା ପାଇଁ, ତାଙ୍କ ଅତୀତରେ ଯାହା କରିଥିଲେ 1799 ଠୁ 1845 ଭିତରେ ଯେଉଁ କବିତା ଆମେ ରଚନା କରିଥିଲେ, ସେ କବିତାକୁ ଉଦ୍ଦୀପ୍ତ ରଖିବା ପାଇଁ ଆମେ ଧାରାବାହିକ ଭାବେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରି ଆସୁଅଛୁ। କବି ସୂର୍ଯ୍ୟ ବଳଦେବ ରଥଙ୍କର ଜନ୍ମମାଟି ଆଠଗଡ଼ ପାଟଣା, ଐତିହାସିକ ଆଠଗଡ଼ ପାଟଣା, ଯାହାକୁ କି ବାରମ୍ବାର ଦାବି କରାଯାଉଛି ଯେ यार पारिपार्श्विक उन्नतिकरण सहित अंचल सामग्रिक विकास करने एवं आकु पर्यटन स्थल मान्यता देवाई आज दिन में आज जेहेतु कवि सूर्य बलदेव रथकर जन्म जयंती रही एठाकार लोक मैंने दाबी करछंती जे ए अंचल विकास हो एवं कवि सूर्य बलदेव रथकर जो स्मृति पीठ रही विकास करी ए अंचल को एक पर्यटन स्थल मान्यता प्रदान कर। गंजाम बेगुनियापड़ारू सुशांत पट्टनायक, MBC TV।